যিশুଙ୍କ মধুর বাক্য চলা পথে সাজে দীপ আমরি চরণ পাই অলিভ আলোক দেই জীবনর প্রতিপাদে জীবনর প্রতিপাদে পঢ়াই সে সত্য পথে পথ প্রদর্শিকা সে যে পথ প্রদর্শিকা পথ প্রদর্শিকা পথ প্রদর্শিকা। প্রিয় দর্শক বন্ধু নমস্କାର। প্রভু যীশু খ্ରୀষ্টଙ୍କ ମଧୁର ନାମରେ ଆପଣଙ୍କୁ ପଥ ପ୍ରଦର୍ଶିକା ପରିବାର ପକ୍ଷରୁ ଆଜିର ନୂତନ ବର୍ଷର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଶା କରୁ ଆପଣ ନିଶ୍ଚୟ ଆନନ୍ଦିତ ଥିବେ, କାରଣ ଆମେ ଆଉ ଏକ ନୂଆ ବର୍ଷରେ ପଦାର୍ପଣ କରିଛୁ। ଆମ ପ୍ରାର୍ଥନା ଏ ନୂଆ ବର୍ଷ ଆପଣଙ୍କ ନିମନ୍ତେ ଆଶୀର୍ବାଦ ଓ ଆନନ୍ଦରେ ପୂର୍ଣ୍ଣ ହେଉ। साथे प्रभु तुमे चालू अछ ए दीर्घ जीवन पथे मो पासे जीसु तुमे रही अछ कि आश्चर्य प्रेम सते मो साथे प्रभु तुमे चालू अछ ए दीर्घ जीवन पथे मो पासे जीसु तुमे रही अछ कि आश्चर्य प्रेम सते धूली ठारू हीन मुझे करिन तुच्छ मते ए जाए बोही आनीच मते कि अतुल्य प्रेम सते ए जाए बोही आनीछ मते कि अतुल्य प्रेम सते। तृष्णारे दिने आतुर होई भाबुथिली जे जीवी मो मरी तृष्णारे दिने आतुर होई भाबुथिली जे जीवी मो मरी जीवनर जले तृप्त करी जीवन पात्र मो देल जे भरी जीवनर जले तृप्त करी जीवन पात्र मो देल जे भरी ए जाए बोही आनीच मते कि मधुर प्रेम सते ए जाए बोही आनीच मते कि मधुर प्रेम सते मो साथे प्रभु तुमे चालू अछ ए दीर्घ जीवन पथे मो पासे जीसु तुमे रही अछ कि आश्चर्य प्रेम सते।
ଭ୍ରାନ୍ତିରେ ଏକ ପଥିକ ପରି ହଜିଲି ବିଜନ କାନ୍ତାରେ ଘୁରି ଭ୍ରାନ୍ତିରେ ଏକ ପଥିକ ପରି ହଜିଲି ବିଜନ କାନ୍ତାରେ ଘୁରି ଜୀବନର ପଥେ ନେଲ ତୋଳି ପ୍ରଚୁର ଜୀବନେ ପୂର୍ଣ୍ଣ କରି ଜୀବନର ପଥେ ନେଲ ତୋଳି ପ୍ରଚୁର ଜୀବନେ ପୂର୍ଣ୍ଣ କରି ଏ ଯାଏ ବୋହି ଆଣିଛ ମତେ କି ଅସୀମ ପ୍ରେମ ସତେ ଏ ଯାଏ ବୋହି ଆଣିଛ ମତେ କି ଅସୀମ ପ୍ରେମ ସତେ ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ ଧୂଳି ଠାରୁ ହୀନ ମୁଁ ଯେ କରିନ ତୁଚ୍ଛ ମତେ ଏ ଯାଏ ବୋହି ଆଣିଛ ମତେ କି ଅତୁଲ୍ୟ ପ୍ରେମ ସତେ ଏ ଯାଏ ବୋହି ଆଣିଛ ମତେ କି ଅତୁଲ୍ୟ ପ୍ରେମ ସତେ ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ ଆପଣ କେମିତି ଅଛନ୍ତି? ମୋର ବିଶ୍ୱାସ ପ୍ରଭୁଙ୍କ ଦୟା ଓ ଅନୁଗ୍ରହରୁ ଆପଣ ନିଶ୍ଚୟ ଭଲ ଥିବେ। ଆପଣ ନିୟମିତ ଆମ କାର୍ଯ୍ୟକ୍ରମ ଦେଖୁଛନ୍ତି, ଶିକ୍ଷାଲାଭ କରୁଅଛନ୍ତି ଓ ଆତ୍ମିକ ଜୀବନରେ ବଢ଼ୁଅଛନ୍ତି। ସେଥିପାଇଁ ମୁଁ ବିଶେଷ ଆନନ୍ଦିତ। ଆପଣଙ୍କ ମତାମତ ଆମକୁ ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ନମ୍ବରରେ ନିଶ୍ଚୟ ଜଣାଇବେ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆସନ୍ତୁ ଆଜିର ବକ୍ତାଙ୍କ ଠାରୁ ନୂଆ ବର୍ଷର ସମ୍ବାଦ ଶୁଣିବା। প্রিয় দর্শক বন্ধু, নূতন বর্ষর অভিনন্দন ও নমস্কার। বাস্তবরে আনন্দর বিষয় যে আমি পুরুণা বর্ষকু বিদায় দেই এক নূয়া বর্ষরে পদার্পণ করিপারিছু। ଏହା କେବଳ ଈଶ୍ୱରଙ୍କ ଅନୁଗ୍ରହ ଓ ଦୟା। ଯଦି ଈଶ୍ୱର ଆମ ପ୍ରତି ଦୟା କରିନଥାନ୍ତେ ଆମେ ନୂଆବର୍ଷ ଦେଖିପାରିନଥାନ୍ତୁ। ଆମେ ଏହି ନୂଆବର୍ଷରେ ପଦାର୍ପଣ କରିଥିବାରୁ ଆମ ହୃଦୟରେ ଯେତେ ଆନନ୍ଦ ଓ ଉତ୍ସାହ ଭରିଛି, ସେତିକି ଆମ ମନରେ ଭୟ ଓ ଅନିଶ୍ଚିତତା ଖେଳିଯାଉଛି। କାରଣ ଏହି ବର୍ଷର 365 ଦିନ ଆମ ପାଇଁ କ'ଣ ରଖିଛି ଆମମାନେ ଜାଣୁନା। ପ୍ରତିଦିନ ଆମମାନଙ୍କ ପାଇଁ ନୂଆ। ଆମେ 365 ଦିନ କିପରି କାଟିବା ଆମେ କେହି ଜାଣୁନା। କାରଣ ଆମମାନଙ୍କ ଭବିଷ୍ୟତ ଆମମାନଙ୍କ ପାଖରେ ନାହିଁ, ଈଶ୍ୱର ତାହା ଜାଣନ୍ତି। କାରଣ ଆମ ମନରେ ଅଜ୍ଞାତ ଭୟ ଦେଖାଦେଇଥାଏ। ଶତ୍ରୁର ଭୟ, ଅଜ୍ଞାତ ବିପଦର ଭୟ ଦେଖାଦେଇଥାଏ। ବର୍ଷର ଆରମ୍ଭ କି ଦିନର ଆରମ୍ଭରେ ଯଦି କିଛି ଅଘଟଣ ଘଟେ, ଆମେ କହୁ ଆଜି ଦିନଟି ଭଲ ନୁହେଁ। ଆମ ମନରେ ବିଭିନ୍ନ ଚିନ୍ତା ଉଙ୍କି ମାରେ। ଆମେ ଭୟଗ୍ରସ୍ତ ଥିବା ସମୟରେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ସାନ୍ତ୍ୱନା ଓ ଆଶ୍ୱାସନା ଦେଇଥାଏ। ବାଇବେଲ କହେ, ଭୟ କର ନାହିଁ। ଆଦି ପୁସ୍ତକ 15 ପର୍ବକୁ ଆମେ ଯେତେବେଳେ ଆସୁ, ଅବ୍ରାମ ମଧ୍ୟ ଭୟଗ୍ରସ୍ତ ଥିଲେ। ଈଶ୍ୱର ଅବ୍ରାହମକୁ କହୁଛନ୍ତି, ଭୟ କର ନାହିଁ। ଏହା ଏକ ଉତ୍ସାହଜନକ ବାକ୍ୟ ଅଟେ। ଆଦି ପୁସ୍ତକ 15 ପର୍ବ ପ୍ରଥମ ପଦ ପଢ଼ୁ। ସେଠାରେ ଲେଖା ଅଛି, ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ୱାରା ସଦାପ୍ରଭୁଙ୍କ ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା। ହେ ଅବ୍ରାମ, ଭୟ କର ନାହିଁ। ଆମ୍ଭେ ତୁମ୍ଭର ଢାଲ ଓ ମହା ପୁରସ୍କାର ସ୍ୱରୂପ। ଈଶ୍ୱରଙ୍କ ବାକ୍ୟ ଜୀବନ ଦିଏ। ଜେହେଜିକଲ 37 ପର୍ବରେ ଲେଖା ଅଛି, ଯେତେବେଳେ ଭାବବାଦୀ ଶୁଷ୍କ ଅସ୍ଥି ଉପରେ ବାକ୍ୟ ପ୍ରଚାର କଲେ,
ଅସ୍ଥି ସବୁ ସଜୀବ ହେଲା। ତାହା ହିଁ ପ୍ରଭୁ ଆମ ଜୀବନରେ କରନ୍ତି। ଆମେ ଦୁଃଖ, ନିରାଶ, ଭୟଗ୍ରସ୍ତ ଅବସ୍ଥାରେ ଥିବା ସମୟରେ ଈଶ୍ୱର ଆପଣା ବାକ୍ୟ ପ୍ରେରଣ କରନ୍ତି, ଆମକୁ ସଜୀବ କରନ୍ତି, ଆମ ମନର ଭୟ ଦୂର କରନ୍ତି। ଅବ୍ରାହମ ଭୟଗ୍ରସ୍ତ ଥିବା ସମୟରେ ଈଶ୍ୱର ତାଙ୍କୁ କହିଲେ, ଭୟ କର ନାହିଁ। ପ୍ରଥମ ପିତର 1:23 କହେ, ଯେଣୁ ତୁମମାନେ କ୍ଷୟଣୀୟ ବୀଜରୁ ଉତ୍ପନ୍ନ ନୁହଁ, ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ଆମେ ଈଶ୍ୱରଙ୍କର ଅକ୍ଷୟଣୀୟ ବୀଜରୁ ଉତ୍ପନ୍ନ ଅଟୁ। ତେଣୁ ଆମେ ନିରାଶ ନ ହେଉ। ସେ ଆମମାନଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଭରି ଦିଅନ୍ତି। ଅବ୍ରାହମକୁ କହିଲେ, ଅବ୍ରାହମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ। ଈଶ୍ୱର କହୁଛନ୍ତି ଅବ୍ରାହମକୁ ଯେ ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ। ଆଜି ଆମମାନଙ୍କ ଜୀବନରେ ଯେତେବେଳେ ଭୟ ଆସି ପହଞ୍ଚୁଛି, ଆମେ କ'ଣ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରୁଛୁ କି? ଈଶ୍ୱର ବ୍ୟକ୍ତିଗତ ଭାବେ ଅବ୍ରାହମକୁ ନାମ ନେଇ କହୁଛନ୍ତି, ଅବ୍ରାହମ ଭୟ କର ନାହିଁ। ଏହି ନୂଆବର୍ଷରେ ସେ ଆମ ନାମ ନେଇ ଆମକୁ କହିବେ, ଭୟ କର ନାହିଁ। ଯଦି ଆମେ ଅବ୍ରାହମଙ୍କ ପରି ଈଶ୍ୱରଙ୍କ ଉପରେ ନିର୍ଭର କରୁ, ବିଶ୍ୱାସ କରୁ, ତେବେ ନିଶ୍ଚିତ ଭାବେ ଆମମାନଙ୍କ ମନରୁ ଭୟ ଦୂର ହେବ। ଅବ୍ରାହମ ସେଦିନ ଭୟ କରୁଥିଲେ, ତାଙ୍କ ମନରେ ବିଭିନ୍ନ ପ୍ରକାର ଭୟ ଥିଲା। ଆଜି ହୁଏତ ଆମ ମନରେ ବିଭିନ୍ନ ପ୍ରକାର ଭୟ ଅଛି ଯେ ଏଇ ନୂଆବର୍ଷରେ ଆମେ କ'ଣ କରିବୁ। ସେ କହୁଛନ୍ତି, ଭୟ କର ନାହିଁ। ଏହି ଶବ୍ଦ ଅନେକ ଥର ବାଇବେଲରେ ବ୍ୟବହାର କରାଯାଇଥିବା ଆମେ ଦେଖୁ। କେହି ଜଣେ କହନ୍ତି ବାଇବେଲରେ 365 ଥର ଭୟ କର ନାହିଁ ଶବ୍ଦ ବ୍ୟବହାର କରାଯାଇଛି। ପ୍ରଭୁ ପ୍ରତିଦିନ ଆମକୁ କହନ୍ତି, ଭୟ କର ନାହିଁ। ଏହି ନୂଆବର୍ଷର 365 ଦିନ ପ୍ରଭୁ ଆମମାନଙ୍କୁ କହନ୍ତି, ଭୟ କର ନାହିଁ। ସଦାପ୍ରଭୁ ଦର୍ଶନ ଦେଇ ଅବ୍ରାହମକୁ କହୁଛନ୍ତି, ଭୟ କର ନାହିଁ। ଅବ୍ରାହମ ଭୟଗ୍ରସ୍ତ ଥିଲେ। ଈଶ୍ୱର ଅବ୍ରାହମଙ୍କ ଅବସ୍ଥା ଜାଣିଥିଲେ। ହୁଏତ ସେ ଭୟ ହେତୁ ରାତିରେ ଶୋଇପାରୁନଥିଲେ। ଆଜି ଆମମାନଙ୍କର ଅବସ୍ଥା ପ୍ରଭୁ ଜାଣନ୍ତି। ଆମେ କେଉଁ ଅବସ୍ଥାରେ ଅଛୁ, ଆମମାନଙ୍କ ଆତ୍ମିକ ସ୍ଥିତି କିପରି ଅଛି, ଆମମାନେ ଶାରୀରିକ ଭାବେ କିପରି ଅଛୁ, ପ୍ରଭୁ ଜାଣନ୍ତି। ପ୍ରଭୁ ଗୋଟିଏ କଥା କହନ୍ତି, ଭୟ କର ନାହିଁ। ଯଦି ଆମେ ଆଦି ପୁସ୍ତକ 14 ପର୍ବ ପଢ଼ୁ, ଜାଣିପାରୁ ଯେ କାହିଁକି ଅବ୍ରାହମ ଭୟଗ୍ରସ୍ତ ଥିଲେ। ସେ 4 ଜଣ ରାଜାଙ୍କ ସହିତ ଯୁଦ୍ଧ କରି ଫେରିଥିଲେ। ଏଲମର ରାଜାଙ୍କ ପ୍ରତି ସେ ଭୟଗ୍ରସ୍ତ ଥିଲେ, କାରଣ 318 ଜଣକୁ ନେଇ ସେ ସେମାନଙ୍କୁ ନିଶେଷ ରୂପେ ବିନାଶ କରିଥିଲେ। ସେମାନେ ଅବ୍ରାହମଙ୍କ ଲୋକଙ୍କ ସମ୍ମୁଖରେ ପରାସ୍ତ ହୋଇଥିଲେ। ଏଣୁ ଏଲମର ରାଜା ତାଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଆସିବେ, ସେହି ଭୟ ତାଙ୍କ ମନରେ ହୁଏତ ଥିଲା। ହୁଏତ ଅବ୍ରାହମ ଚିନ୍ତା କରିଥିବେ ଯେ ସେ ଏହି ଯୁଦ୍ଧରେ ବିଜୟ ହୋଇ କ'ଣ ଲାଭ କରିଛନ୍ତି। କେବଳ ସେତିକି ନୁହେଁ, ସଦୋମର ରାଜା ଅବ୍ରାହମକୁ ତାଙ୍କ ଯୁବାମାନଙ୍କ ସହିତ ତାଙ୍କ ସମ୍ପତ୍ତିକୁ ତୁଳନା କରୁଛନ୍ତି। ସେ କହୁଛନ୍ତି, ତୁମମାନଙ୍କର ଯୁବାକୁ ମୋତେ ଦିଅ, ମୁଁ ତୁମକୁ ସମ୍ପୂର୍ଣ୍ଣ ସମ୍ପତ୍ତି ଦେବି। କିନ୍ତୁ ଅବ୍ରାହମଙ୍କ ଉତ୍ତର କ'ଣ ଥିଲା ଜାଣନ୍ତି? ମୁଁ କିଛି ହିଁ ନେବି ନାହିଁ, ଖଣ୍ଡିଏ ସୂତା ମଧ୍ୟ ନେବି ନାହିଁ। ତାଙ୍କ ନିମନ୍ତେ ଗୋଟିଏ ବଡ଼ ଅଫର ଥିଲା। ବର୍ତ୍ତମାନ ଅଫରର ଯୁଗ। ତୁମେ ଏହା ଦିଅ ଆଉ ତାହା ନିଅ। କିନ୍ତୁ ଅବ୍ରାହମ କହିଲେ, ମୁଁ କିଛି ହିଁ ନେବି ନାହିଁ, ଖଣ୍ଡିଏ ସୂତା ମଧ୍ୟ ନେବି ନାହିଁ। ସେ ହୁଏତ ନିଜ ତମ୍ବୁ ମଧ୍ୟରେ ବସି ଚିନ୍ତା କରୁଥିବେ ଯେ ଅନେକ କିଛି ମୁଁ ପାଇଥାନ୍ତି, କିନ୍ତୁ ମୁଁ ମନା କରିଦେଲି। ଅବ୍ରାହମଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସିଥିବ। ରାଜାଙ୍କର ସମସ୍ତ ସମ୍ପତ୍ତି ସହିତ ସେ ନିଜ ତମ୍ବୁକୁ ତୁଳନା କରିଥିବେ। ନିଜ ମନକୁ ଏହି ପ୍ରଶ୍ନ ପଚାରିଥିବେ, ମୁଁ କ'ଣ ଠିକ୍ କରିଛି? ଏ ସମସ୍ତ ବିଷୟ ନେଇ ଅବ୍ରାହମ ବ୍ୟତିବ୍ୟସ୍ତ ଓ ଭୟଗ୍ରସ୍ତ ଥିଲେ। ଯଦି ଆମେ ଗଭୀର ଭାବେ ଚିନ୍ତା କରୁ, ହୁଏତ ଅବ୍ରାହମ ଏଥିପାଇଁ ମଧ୍ୟ ଭୟଗ୍ରସ୍ତ ଥିଲେ ଯେ 10 ବର୍ଷ ପୂର୍ବରୁ ପ୍ରଭୁ ଯେଉଁ ପ୍ରତିଜ୍ଞାଯୁକ୍ତ ବାକ୍ୟ ଦେଇଥିଲେ, ଆମ୍ଭେ ତୁମ ବଂଶଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ଅବ୍ରାହମ ତାକୁ ଭୁଲ ବୁଝିଛନ୍ତି। ସେ କହୁଛନ୍ତି, ମୁଁ ନିଃସନ୍ତାନ ହେଇ ଏ ସ୍ଥାନରୁ ଫେରୁଅଛି, ଏଲିଆଜର ମୋହର ଉତ୍ତରାଧିକାରୀ ହେବ।
ଅନେକ ଭୟ ଅବ୍ରାହମଙ୍କ ମନରେ ଥିଲା। ଆଜି ଯେତେବେଳେ ଆମମାନେ ନୂଆ ବର୍ଷରେ ପଦାର୍ପଣ କରିଛୁ, ଆମମାନଙ୍କ ମନରେ ସେ ପ୍ରକାର ବିଭିନ୍ନ ଭୟ ଥାଇପାରେ। କିନ୍ତୁ ସେହି ପରିସ୍ଥିତିରେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଏକଥା କହେ ଯେ ଭୟ କର ନାହିଁ। ଯଦି ଏପରି କିଛି ପରିସ୍ଥିତି ଆମ ଜୀବନରେ ଘଟେ, ଆମ ପ୍ରତିକ୍ରିୟା କ'ଣ ହୁଅନ୍ତା? ଆମେ ମଧ୍ୟ ସେପରି କିଛି ଚିନ୍ତା କରିଥାନ୍ତୁ, ଭୟଗ୍ରସ୍ତ ହୋଇଥାନ୍ତୁ, ନିରାଶ ହୋଇଥାନ୍ତୁ, ସମାଧାନର ପନ୍ଥା ବାହାର କରିବା ପାଇଁ ଚେଷ୍ଟା କରିଥାନ୍ତୁ, ସମସ୍ୟାରୁ ଦୂରକୁ ଯିବା ପାଇଁ ଚେଷ୍ଟା କରିଥାନ୍ତୁ, ଭୟରୁ ବାହାରି ଆସିବା ପାଇଁ ଚେଷ୍ଟା କରିଥାନ୍ତୁ। ଆଜିର ଜଗତରେ ବିଭିନ୍ନ ପ୍ରକାର ଭୟ ଭରି ରହିଛି। ଏହି ଭୟରୁ ବାହାରିବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ଉପାୟ ଖୋଜନ୍ତି। କିଏ ନିଶାଦ୍ରବ୍ୟ ସେବନ କରନ୍ତି ତ କିଏ ମଦ୍ୟପାନ କରନ୍ତି, କେହି ସିନେମା ଯାଆନ୍ତି ତ କେହି ଅନ୍ୟ କିଛି ଉପାୟ ଅବଲମ୍ବନ କରନ୍ତି। ଆମେ ବୁଝିବାକୁ ଚେଷ୍ଟା କରିଥାଉ ଯେ ଆମେ କିପରି ଆମମାନଙ୍କ ଭୟରୁ ବାହାରିବା। ଏହି ନୂଆ ବର୍ଷରେ ପ୍ରଭୁ ଆମମାନଙ୍କୁ ଏକଥା କହିବାକୁ ଚାହାନ୍ତି, ଯଦି ତୁମେ ଭୟଗ୍ରସ୍ତ, ମୋ ନିକଟକୁ ଆସ। ଈଶ୍ୱର ଏପରି ପରିସ୍ଥିତି ଆମ ଜୀବନରେ ସୃଷ୍ଟି କରନ୍ତି ଯେପରି ଆମେ ତାଙ୍କ ନିକଟକୁ ଫେରିଯିବା, ତାଙ୍କ ଗୌରବ କରିବା। ଆମେ ଜାଣୁନା ପ୍ରଭୁ କିପରି ଅବ୍ରାହମକୁ କହିଲେ, କିନ୍ତୁ ସେ ଯେତେବେଳେ ଅବ୍ରାହମକୁ ଦେଖିଲେ ଭୟଗ୍ରସ୍ତ, ଚିନ୍ତିତ ଥିବାର ଦେଖିଲେ, ନିଃସହାୟ ନିଃସଙ୍ଗ ଥିବାର ମନେ କଲେ, ସେ ଅବ୍ରାହମଙ୍କ ନିକଟକୁ ଆସୁଛନ୍ତି ଆଉ କହୁଛନ୍ତି, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ। ଆମ ସୃଷ୍ଟିକର୍ତ୍ତା ସର୍ବଶକ୍ତିମାନ ଈଶ୍ୱର ଆମ ଭୟ ସମୟରେ ଏକମାତ୍ର ଉତ୍ତର ଅଟନ୍ତି। ଆମ ଜୀବନର ସବୁ ପରିସ୍ଥିତିରେ ସେ ଆମ ଉତ୍ତର ଅଟନ୍ତି। ଏବ୍ରୀ ଲେଖକ 13 ପର୍ବର 5 ଆଉ 6 ପଦରେ କହନ୍ତି, ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମକୁ କେବେ ହେଁ ପରିତ୍ୟାଗ କରିବା ନାହିଁ। ଅତଏବ ଆମ୍ଭେମାନେ ସାହସପୂର୍ବକ କହିପାରୁ, ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ, ମନୁଷ୍ୟ ମୋହର କ'ଣ କରିବ? ଏବ୍ରୀ ଲେଖକ ଜାଣିଥିଲେ ଯେ ପ୍ରଭୁ ଆମମାନଙ୍କର ସହାୟ ଅଟନ୍ତି। ସେ ଆମମାନଙ୍କ ନିକଟରେ ଅଛନ୍ତି। ଆମମାନଙ୍କ ଦୁର୍ଦ୍ଦଶା ସମୟରେ ସେ ଆମମାନଙ୍କ ନିକଟବର୍ତ୍ତୀ ପରମେଶ୍ୱର ଅଟନ୍ତି। ଆମେ କୌଣସି ବିଷୟକୁ ଭୟ କରିବା ନାହିଁ। ଆମ ଭବିଷ୍ୟତ ହୁଏତ ଅଜ୍ଞାତ ହୋଇପାରେ, ଆମମାନଙ୍କ ସମ୍ମୁଖରେ ଶତ୍ରୁ ଥାଇପାରନ୍ତି, କିନ୍ତୁ ମନେ ରଖୁ ଯେ ପ୍ରଭୁ ଯେ ସର୍ବଶକ୍ତିମାନ ଅଟନ୍ତି, ଯେ ଆମମାନଙ୍କ ସୃଷ୍ଟିକର୍ତ୍ତା, ସେ ଆମମାନଙ୍କ ସହିତ ଅଛନ୍ତି। ସେ କହନ୍ତି, ଭୟ କର ନାହିଁ। ସଦାପ୍ରଭୁ ପ୍ରତିଜ୍ଞା କରି କହନ୍ତି, ଆମ୍ଭେ ତୁମ୍ଭର ଢାଲ। ତା ଅବ୍ରାହମକୁ ସାନ୍ତ୍ୱନା ଦେଇଥିବ। ଯଦି ଆମ ଢାଲ ପ୍ରଭୁ ଅଟନ୍ତି, ତାଙ୍କ ଅନୁମତି ବିନା କୌଣସି ମାରି ଆମ ନିକଟକୁ ଆସିବ ନାହିଁ। ଢାଲର କାର୍ଯ୍ୟ ହେଲା ଶତ୍ରୁର ଆକ୍ରମଣରୁ ରକ୍ଷା କରିବା। ରାଜାମାନେ ଯେତେବେଳେ ଯୁଦ୍ଧକୁ ଯାଆନ୍ତି, ସେମାନେ ଶତ୍ରୁର ଅସ୍ତ୍ରରୁ ରକ୍ଷା ପାଇବା ପାଇଁ ଢାଲ ବ୍ୟବହାର କରୁଥିଲେ। ଆମକୁ ସେ ରକ୍ଷା କରିବେ। ସେ ଆମମାନଙ୍କ ଜୀବନର ଢାଲ ସ୍ୱରୂପେ ଆମମାନଙ୍କୁ ରକ୍ଷା କରିବେ। ଗୀତ 91ର 4 ପଦରୁ ଯଦି ଆମେ ପଢ଼ୁ, ଲେଖା ଅଛି, ସେ ଆପଣା ପକ୍ଷରେ ତୁମ୍ଭକୁ ଆବରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ। ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ। ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର, ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ। ଆମେ କୌଣସି ବିଷୟରେ ଭୟ କରିବା ନାହିଁ। ସେ ଆମ ଢାଲ ଓ ଫଳକ ସ୍ୱରୂପ। ସଦାପ୍ରଭୁ କହୁଛନ୍ତି, ଅବ୍ରାହମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢାଲ ଅଟୁ। ସଦାପ୍ରଭୁ କେବଳ ଆମ ଢାଲ ନୁହନ୍ତି, ସେ କହନ୍ତି, ଆମ୍ଭେ ମହାପୁରସ୍କାର ସ୍ୱରୂପ। ଈଶ୍ୱର କ'ଣ କହିବାକୁ ଚାହାନ୍ତି? ଆମ୍ଭେ ଅବ୍ରାହମଙ୍କ ମନରେ ଯେଉଁ ପ୍ରଶ୍ନ ଅଛି ତାକୁ ଦେଖୁ। ଅବ୍ରାହମ 2 ପଦରେ କହୁଛନ୍ତି, ହେ ସଦାପ୍ରଭୁ, ତୁମ୍ଭେ ମୋତେ କ'ଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି। ଅବ୍ରାହମଙ୍କ ମନରେ ଏକ ବଡ଼ ପ୍ରଶ୍ନ ଥିଲା ଯେ ସେ ନିଃସନ୍ତାନ ଅଟନ୍ତି। ମୁଁ କ'ଣ ପ୍ରଭୁଙ୍କଠାରୁ ପାଇଛି? ଅବ୍ରାହମ ଭାବୁଥିଲେ, ମୁଁ କିଛି ପାଇନାହିଁ, ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଛି। ଅବ୍ରାହମ ଈଶ୍ୱରଙ୍କ ଏତେ ନିକଟତର ଥିଲେ, ତାଙ୍କ ବନ୍ଧୁ ଥିଲେ। ସେ ନିଜ ହୃଦୟର ସବୁ କଥା ଈଶ୍ୱରଙ୍କୁ କହୁଛନ୍ତି। ପ୍ରଭୁଙ୍କ ଅତି ଚମତ୍କାର ରୀତିରେ ସେ କହୁଛନ୍ତି
ଯେ ପ୍ରଭୁ ମୁଁ ନିଃସନ୍ତାନ ହୋଇ ଫେରୁଛି, ମୁଁ କିଛି ପାଇନାହିଁ। 5 ପଦ ପଢ଼ନ୍ତୁ। ପ୍ରଭୁ ଆଶ୍ଚର୍ଯ୍ୟ ଭାବେ ଅବ୍ରାହମକୁ ଉତ୍ତର ଦେଉଛନ୍ତି। ଅନନ୍ତର ସେ ତାଙ୍କୁ ବାହାରକୁ ଆଣି କହିଲେ, ତୁମ୍ଭେ ଆକାଶକୁ ଦୃଷ୍ଟି କରି ଦେଖ, ଯେବେ ତାରାସମୂହ ଗଣିପାର ତେବେ କୁହ। ସେ ଆହୁରି କହିଲେ, ଏହି ପ୍ରକାର ତୁମ୍ଭର ବଂଶ ହେବ। ଶାନ୍ତ ରାତିରେ ଆକାଶ ଆଡ଼କୁ ଦେଖାଇ କହୁଛନ୍ତି, ଆକାଶର ତାରାକୁ ଗଣି କୁହ, ଏହି ପ୍ରକାର ତୁମ୍ଭର ବଂଶ ହେବ। ଅବ୍ରାହମ ଚିନ୍ତା କରୁଥିଲେ ଏଲିଆଜର ତାଙ୍କର ଉତ୍ତରାଧିକାରୀ ହେବେ। ଆମେ ଛୋଟ ବିଷୟ ଚିନ୍ତା କରିଥାଉ। ଆମ କଳ୍ପନା ବାହାରେ ଈଶ୍ୱର କାର୍ଯ୍ୟ କରନ୍ତି। ଆମେ ଯାହା ଚିନ୍ତା କରୁ, ଯାହା ଆଶା କରୁ, ତାଠାରୁ ଅଧିକ ପ୍ରଭୁ ଦେବାକୁ ଚାହାନ୍ତି। ଅବ୍ରାହମକୁ ଈଶ୍ୱର କହିଲେ, ତୁମେ ଆକାଶକୁ ଦେଖ ଆଉ ଆକାଶର ତାରାଗଣକୁ ଗଣି କୁହ, ଆଉ ତୁମ ସନ୍ତାନ ସେ ପ୍ରକାର ହେବ। ଏଇ ନୂଆ ବର୍ଷରେ ଆପଣ ଯାହା ଚିନ୍ତା କରନ୍ତି, ତାଠାରୁ ଈଶ୍ୱର ଆପଣଙ୍କୁ ଅଧିକ ଦେବାକୁ ଚାହାନ୍ତି। ସେ କହନ୍ତି, ତୁମେ ଆକାଶର ତାରାଗଣକୁ ଗଣି କୁହ, ତୁମ ନିମନ୍ତେ ମୁଁ ତାହା ରଖିଛି। ଈଶ୍ୱର ଅବ୍ରାହମଙ୍କ ପାଇଁ ସେଇ ଆଶୀର୍ବାଦ ରଖିଥିଲେ। ସେ ଅବ୍ରାହମ କହୁଛନ୍ତି, ଆମ୍ଭେ ତୁମର ମହାପୁରସ୍କାର ସ୍ୱରୂପ। ଅବ୍ରାହମ ଗୋଟିଏ ସନ୍ତାନର ଅପେକ୍ଷାରେ ଥିଲେ, କିନ୍ତୁ ଈଶ୍ୱର କହୁଛନ୍ତି, ତାଠାରୁ ଅଧିକା ଆମେ ତୁମ ପାଇଁ କରିବା। ଅବ୍ରାହମଙ୍କ ନିମନ୍ତେ ସଦାପ୍ରଭୁ ମହାପୁରସ୍କାର ସ୍ୱରୂପ ଥିଲେ। ତାହା ତାଙ୍କ ପାଇଁ ଏକ ମହାନ ପ୍ରତିଜ୍ଞା ଥିଲା। ପ୍ରତିଦିନ ରାତିରେ ଅବ୍ରାହମ ଶୋଇବା ବେଳେ ଆକାଶକୁ ଦେଖି ଈଶ୍ୱରଙ୍କ ପ୍ରତିଜ୍ଞାକୁ ମନେ ପକାଇଥିବେ। ଆମେ ଈଶ୍ୱରଙ୍କ ପ୍ରତିଜ୍ଞାଯୁକ୍ତ ବାକ୍ୟ ପାଇଥାଉ, କିନ୍ତୁ ବିଶ୍ୱାସ କରିନଥାଉ। ଯଦି ସେଥିର ଫଳ ଶୀଘ୍ର ନ ପାଉ, ଆମେ ନିରୁତ୍ସାହିତ ହେଉ, ଆମେ ଭାଙ୍ଗି ପଡ଼ୁ, ଆମେ ଭାବୁ ଯେ ଈଶ୍ୱର କିଛି କରିବେ ନାହିଁ। 6 ପଦରେ ଲେଖା ଅଛି, ସେତେବେଳେ ସେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକ ବୋଲି ଗଣନା କଲେ। ଆମେ ଦେଖୁ ଯେ ଅବ୍ରାହମ ଈଶ୍ୱରଙ୍କର ପ୍ରତିଜ୍ଞାଯୁକ୍ତ ବାକ୍ୟକୁ ବିଶ୍ୱାସ କଲେ। ଅବ୍ରାହମ ଈଶ୍ୱରଙ୍କର ବାକ୍ୟ ପ୍ରତି ବିଶ୍ୱାସ କରି ସେଥିରେ ସ୍ଥିର ରହିଲେ। ଆଜି ପ୍ରଶ୍ନ ହେଲା, ଆମେ କ'ଣ ଈଶ୍ୱରଙ୍କ ପ୍ରତିଜ୍ଞାଯୁକ୍ତ ବାକ୍ୟକୁ ବିଶ୍ୱାସ କରୁଛୁ କି? ଈଶ୍ୱର କହନ୍ତି, ମୁଁ ତୁମର ମହାପୁରସ୍କାର ସ୍ୱରୂପ। ଈଶ୍ୱର ସମ୍ପତ୍ତି ବିଷୟରେ କହିଲେ ନାହିଁ, ସେ ଦେଶ ଦେବି ବୋଲି କହିଲେ ନାହିଁ, ସେ ଶତ୍ରୁମାନଙ୍କୁ ତୁମ ସମ୍ମୁଖରୁ ଦୂର କରିବି ବୋଲି କହିଲେ ନାହିଁ, କିନ୍ତୁ ଈଶ୍ୱର କହୁଛନ୍ତି, ମୁଁ ନିଜେ ତୁମ ନିମନ୍ତେ ପୁରସ୍କାର ସ୍ୱରୂପ ମୁଁ ନିଜକୁ ଦେଇଦେବି। ପ୍ରିୟ ବନ୍ଧୁ, ଆପଣଙ୍କୁ ମୋତେ ଏଇ ନୂଆ ବର୍ଷରେ ଆଉ କ'ଣ ଆବଶ୍ୟକ? ଯିଏ ଆଶୀର୍ବାଦର ଉତ୍ସ ଅଟନ୍ତି, ଯାହାଙ୍କ ହସ୍ତରେ ସବୁକିଛି, ଯିଏ ସବୁକିଛି କରିପାରନ୍ତି, ସେ ଆପଣଙ୍କ ନିମନ୍ତେ ପୁରସ୍କାର ସ୍ୱରୂପ ଅଟନ୍ତି। ଅବ୍ରାହମ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କଲେ ଓ ଧାର୍ମିକ ଗଣିତ ହେଲେ। ଯଦି ଆମେ ପ୍ରଭୁଙ୍କଠାରେ ବିଶ୍ୱାସ କରୁ, ଆମମାନଙ୍କ ସୃଷ୍ଟିକର୍ତ୍ତାଙ୍କ ଉପରେ ନିର୍ଭର ରଖୁ, ସେ ଆମମାନଙ୍କୁ ଧାର୍ମିକ ଗଣିତ କରିବେ। ସେ ଆମମାନଙ୍କ ପ୍ରତିଟି ଆବଶ୍ୟକତା ପୂର୍ଣ୍ଣ କରିବେ। ସେ ଆମ ମହାପୁରସ୍କାର ସ୍ୱରୂପ। ଅବ୍ରାହମ ଯେତେବେଳେ ଈଶ୍ୱରଙ୍କ ଉପରେ ବିଶ୍ୱାସ କଲେ, ସେ ଆଉ ତାଙ୍କ ସମସ୍ୟାକୁ ଦେଖିନଥିଲେ, କିନ୍ତୁ ସମସ୍ୟା ସମାଧାନକାରୀଙ୍କୁ ଦେଖିଲେ। ପ୍ରିୟ ବନ୍ଧୁ, ଏଇ ନୂଆବର୍ଷରେ ଆମ ଦୃଷ୍ଟି କାହା ଉପରେ ଅଛି? ଆମେ କ'ଣ ସେଇ ପ୍ରଭୁ ଯୀଶୁଙ୍କୁ ଦେଖୁ କି, ଯିଏ ଇମାନୁଏଲ ରୂପରେ ଆମମାନଙ୍କ ମଧ୍ୟକୁ ଆସିଲେ? ସେ କହନ୍ତି, ମୁଁ ତୁମମାନଙ୍କ ସହିତ ଈଶ୍ୱର। ସେ ଆମ ସହିତ ରହିବାକୁ ଚାହାନ୍ତି। ଆମେ ଯଦି ତାଙ୍କଠାରେ ବିଶ୍ୱାସ କରୁ, ଏହି ନୂଆବର୍ଷରେ 365 ଦିନ ଆପଣଙ୍କ ସହିତ ମୋ ସହିତ ରହିବେ। ସେ ଆମମାନଙ୍କର ପ୍ରତିଟି ଅବସ୍ଥାରେ ଆମମାନଙ୍କ ସହିତ ରହିବେ। ଆମମାନଙ୍କର ସମସ୍ତ ସମସ୍ୟାକୁ ସେ ଦୂର କରିବେ। ଆମମାନଙ୍କୁ ସେ କହନ୍ତି, ମୁଁ ତୁମର ଢାଲ, ତୁମ ସମ୍ମୁଖରେ ଆସୁଥିବା ସମସ୍ତ ବିପଦରୁ ତୁମକୁ ରକ୍ଷା କରିବି। ପ୍ରଭୁ ଆପଣଙ୍କ ଜୀବନରେ ଏହି ନୂଆବର୍ଷରେ ଏକ ମହାନ କାର୍ଯ୍ୟ କରିବାକୁ ଚାହାନ୍ତି। କିନ୍ତୁ ପ୍ରଶ୍ନ ହେଲା, ଆମେ କ'ଣ ସମ୍ପୂର୍ଣ୍ଣ ତାଙ୍କଠାରେ ବିଶ୍ୱାସ କରୁଛୁ କି? ତାଙ୍କ ଉପରେ ନିର୍ଭର ରଖି ଏହି ନୂଆବର୍ଷକୁ ଆରମ୍ଭ କରିଛୁ କି? ଯଦି ଆମେ ଏହି ନୂଆବର୍ଷରେ ଆମମାନଙ୍କ ସୃଷ୍ଟିକର୍ତ୍ତା ସର୍ବଶକ୍ତିମାନ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା, ସେ ଆମମାନଙ୍କୁ ହାତ ଧରି କଢ଼େଇ ନେବେ। ସେ ପ୍ରତିଜ୍ଞା କରି କହନ୍ତି, ଆକାଶକୁ ଦେଖ, ତାରା ଗଣ ପରି ତୁମର ସନ୍ତାନ ହେବ।
प्रभु से प्रकार आम को आशीर्वाद करने को चाहती। प्रभु यही नया वर्ष रे आपन को आशीर्वाद करंतु। आसंतु प्रार्थना करिबा। दयालु स्वर्गस्थ पिता, आम तुमर धन्यवाद करुछु तुम दया, तुम प्रेम, तुम अनुग्रह पाई। तुम्हें आम को केते अनुग्रह कल प्रभु। आश्चर्य भावे गत वर्ष सारा आम भार बहन कल। आम को आउ एक नया वर्ष रे पदार्पण करने साहाय्य कल प्रभु। या केवल तुमरी अनुग्रह, तुमरी दया प्रभु। जदिव आम मैंने जानूना ये नया वर्ष रे आम कौन अच्छी, आम विश्वास आम ईश्वर को उपरे प्रभु आम तुम ठारे भरोसा रखुचु। कारण तुम्हें कहिच जे तुम्हें आम ढाल आ महापुरस्कार स्वरूप हब। तुम्हें आम को हाथ धरी कढ़ई नब प्रभु। तुम्हें आम को साहाय्य कर जेपरी आम तुम सहित चलबू प्रभु। ये नया वर्ष आम आशीर्वाद वर्ष हम, अनुग्रह वर्ष हम। नुआ नुआ विषय आम तुम ठारू पाइबू, से अनुग्रह तुम्हें आम को दियो प्रभु। धन्यवाद देउछु तुम्हें आम प्रार्थना शुणीछ, उत्तर देइछ बोली धन्यवाद दे। यही प्रार्थना आम निमंते प्राण देइथिबा प्रिय जीशु नाम रे मागिलु, आमेन। आशा करू आज नुआ वर्षर संवाद आपणको निश्चय भल लागिथिबो और आपण आत्मिक जीवन रे उपकृत होइथिबे। आपण कोन भयभीत अटंती? आपणको भविष्यत को नै आपण चिंतित अटंती कि? ईश्वर को वाक्य ए सांत्वना दिए, भय कर नाही। ए नुआ वर्ष रे महापुरस्कार देबे। नुआ वर्ष प्रभु आपण को बहुल रूपे आशीर्वाद करंतु। प्रत्येकंको नूतन वर्षर नमस्कार। मन प्राण दे पूजा करी।